ଅପସ୍ମାର ଯୁଗ କିମ୍ବା ବାତ ରୋଗର ଯୁଗ। ଯଦି ଆପଣଙ୍କ ଜାତକରେ ଲଗ୍ନରେ ଶନି, ଚନ୍ଦ୍ର ଏବଂ ମଙ୍ଗଳ ଥାନ୍ତି କିମ୍ବା ଶନି ଚନ୍ଦ୍ର ଜାତକରେ ରହି ମଙ୍ଗଳଙ୍କର ଦୃଷ୍ଟିପ୍ରାପ୍ତ ହେଉଥାଏ, ତାହେଲେ ବ୍ୟକ୍ତି ବାତ ରୋଗ ବା ଅପସ୍ମାର ରୋଗରେ ଜୀବନ ସାରା କଷ୍ଟ ପାଇଥାଏ। ଯଦି ଜାତକରେ ଶନି, ଚନ୍ଦ୍ର ଏବଂ ରାହୁ ମଧ୍ୟ ଥାଆନ୍ତି ଏବଂ ମଙ୍ଗଳଙ୍କର ଦୃଷ୍ଟିପାତ ହେଉଥାଏ, ତାହେଲେ ମଧ୍ୟ ବ୍ୟକ୍ତିର ବାତ ରୋଗ ବା ଅପସ୍ମାର ରୋଗର ଆଶଙ୍କା ବଢ଼ିଯାଇଥାଏ। ଯଦି ଜାତକକୁ ପ୍ରଥମରୁ ଦେଖି କିଛି ବ୍ୟବସ୍ଥା କରାଯାଏ ତେବେ ହୁଏତ ଏଥିରୁ କିଛି ସାମାନ୍ୟ ଆଶ୍ୱସ୍ତି ମିଳିପାରେ।